ଗଣେଶ୍ୱର ରାଉତ। ପ୍ରତ୍ୟେକ ବର୍ଷ ଯେମିତି ହୁଏ ସେମିତି ତ ଚାଲିଛି, କିନ୍ତୁ ବର୍ଷା ତ ବାଧକ ହେଉଛି। ତଥାପି ଯେଉଁ ଆମର ଆସିଛନ୍ତି ଆନ୍ଦପୁର ସାଇଡ଼୍ର ମିସ୍ତ୍ରୀ, ଆଉ ତାଙ୍କର ହେଡ଼ ମିସ୍ତ୍ରୀ ହେଲେ ଶ୍ରୀପତି, ଆଉ ସେ ଜୋରସୋରରେ ଲଗେଇଛନ୍ତି। ଯାହା ହଉ 4-5 ଦିନ ଭିତରେ ଆମ ରଥଟା କମ୍ପ୍ଲିଟ୍ ହେଇଯିବ, ଯଦି ବର୍ଷା ନୁହେଁ। ନ ତ ଟିକେ ଟାଇମ୍ ଟେକିଂ ହେଇପାରେ, ଆଉ ନହେଲେ ଆମର ଏଇ ଯେଉଁ ଖରା ଏମିତି ହୁଏ ଯଦି ମାନେ 4-5 ଦିନ ଭିତରେ ଶେଷ ହେଇଯିବ। ଆମର ସାହାଯ୍ୟ କିଛି ମିଳିନାହିଁ ଆମର ଅର୍ଥ, ତଥାପି ଆମେ ଚେଷ୍ଟା କରୁଛୁ ସାହାଯ୍ୟ ପାଇଁ। ଆମେ ଲେଖିକି ଦେଇଛୁ। ଆମର ତ ଟ୍ରଷ୍ଟ ବୋର୍ଡ଼ ଯେଉଁଟା ହେଇଛି ଆମର ଜଗନ୍ନାଥ ସହିତ ଗଭର୍ଣ୍ଣମେଣ୍ଟ ନେଇଛି, ଗଭର୍ଣ୍ଣମେଣ୍ଟରୁ କିଛି ଲେଖାଯାଇଛି ଗଭର୍ଣ୍ଣମେଣ୍ଟକୁ କିଛି ସାହାଯ୍ୟ ମିଳିବା ପାଇଁ। ତା ସହିତ ଆମର ତାରିଣୀ ଅଫିସ ସେଠି କିଛି ମିଳେ, ସେଟା ବି ଆମେ ଆସିଷ୍ଟାଣ୍ଟ କମିଶନର ସମ୍ବଲପୁର ଲେଖିକି ଦେଇଛୁ କିଛି ସାହାଯ୍ୟ ମିଳି। ଏପର୍ଯ୍ୟନ୍ତ ଆମ ପାଖକୁ କିଛି ଅର୍ଥ ଆସିନି। ଆମେ ଯାହା ହଉ ଧାର ଉଧାର କରିକି ଯାହା କିଛି ହେଇକି କାମ ଚଲେଇଛୁ। ଏଇ ଭାବୁଛୁ କାମ ସରିଯିବ, ଆଉ ସାହାଯ୍ୟ ବି ସେମାନଙ୍କୁ ଯାହାକୁ ଯଦି ସାହାଯ୍ୟ ମାଗିଛୁ ସାହାଯ୍ୟ ବି ମିଳିଯିବ। ମୁଁ ଶ୍ରୀ ପ୍ରମୋଦ କୁମାର ଦେହୁରୀ, ଶ୍ରୀ ଜଗନ୍ନାଥ ମହାପ୍ରଭୁ ଘଟଗାଁର ଯେଉଁ କମିଟି ଅଛି ସେଥିରେ ମୁଁ ପରିଚାଳନା କମିଟି ଅଛି, ସେଥିରେ ମୁଁ ଅଛି ଟ୍ରଷ୍ଟି। ରଥ ନିର୍ମାଣ କାର୍ଯ୍ୟକ୍ରମ ପାଇଁ ଆମକୁ ସରକାରୀ ସ୍ତରରୁ ସାହାଯ୍ୟ ବନ ବିଭାଗ କରିଛନ୍ତି। ବନ ବିଭାଗ ଆମକୁ ଦେଇଛନ୍ତି ଏବଂ ଆମେ ସରକାରଙ୍କୁ ମଧ୍ୟ ଦରଖାସ୍ତ କରିଛୁ ଏ ବାବଦରେ ଆର୍ଥିକ ସହାୟତା ପ୍ରଦାନ କରିବା ପାଇଁ। ଆଉ ସରକାରଙ୍କ ପାଖରୁ ଏପର୍ଯ୍ୟନ୍ତ ଆର୍ଥିକ ସହାୟତା କିଛି ଆସିନି। ଆମର ଟ୍ରଷ୍ଟ ବୋର୍ଡ଼ର ସଦସ୍ୟ ଅନ୍ୟମାନଙ୍କର ସହାୟତାରେ ରଥ କାର୍ଯ୍ୟ ଆଗେଇ ଚାଲିଛି। ଆମର କାରିଗର ଆନ୍ଦପୁରରୁ ଆସିଛନ୍ତି, ତାର ମୁଖ୍ୟ ଯିଏ ଅଛନ୍ତି ତାଙ୍କ ସହିତ ଆଉ 15 ଜଣ ସଦସ୍ୟ ମଧ୍ୟ ଅଛନ୍ତି ଏବଂ ରଥ କାର୍ଯ୍ୟ କ୍ରମଟା ସୁରୁଖୁରୁ ରହିଛି। ଆଉ 4-5 ଦିନ ମଧ୍ୟରେ ଆମର ସମାପ୍ତ ହେବ ରଥ କାର୍ଯ୍ୟକ୍ରମ। ପ୍ରସ୍ତୁତି ଆମେ ଆଗାମୀ ରବିବାର ଦିନ ଅପରାହ୍ନ 3 ଘଟିକା ସମୟରେ ଗୋଟେ କାର୍ଯ୍ୟକ୍ରମ ରଖିଛୁ। ଏଠିରେ ରଥ ପରିଚାଳନା ଏବଂ କାର୍ଯ୍ୟକ୍ରମ କେମିତି ଚାଲିବ, ରଥ ଟଣା ଶୃଙ୍ଖଳାରେ କେମିତି ଚାଲିବ, ସେଥିପାଇଁ ସମସ୍ତ ଅଫିସର, ଆମର ଟ୍ରଷ୍ଟ ବୋର୍ଡ଼ର ସଦସ୍ୟ, ପରିଚାଳନା କମିଟିର ସଦସ୍ୟ, ସରକାରୀ ଅଫିସର ବନ୍ଧୁ ଏବଂ ସାମ୍ବାଦିକମାନଙ୍କୁ ଆମେ ଡାକିକି ସେ ବିଷୟରେ ସୂଚନା ଦେବୁ ଏବଂ କେମିତି କାର୍ଯ୍ୟକ୍ରମ ସୁରୁଖୁରୁରେ ଚାଲିବ ତାଙ୍କର ସହଯୋଗ କାମନା। ମୋ ଡାହାଣ ପଟରେ ଯିଏ ଅଛନ୍ତି ସେ ଅଛନ୍ତି ସେକ୍ରେଟାରୀ ଆମ କମିଟିରେ। ଆମ ବରିଷ୍ଠ ସଦସ୍ୟ ମୋ ବାମ ପଟରେ ଅଛନ୍ତି ଶ୍ରୀ ଗଣେଶ ରାଉତ। ତ ଆମେ ବି କହିପାରିବୁନୁ। ମୋର ଗୋସା ପାଖରେ ସେ କାମ କରୁଥିଲେ, ତାପରେ ବାପା କାମ କରୁଥିଲେ, ବାପା ମୁଁ କାମ କରୁଥିଲି। 50 ବର୍ଷ ଉପରେ ରଥ କି 60 ବର୍ଷ, ଏଇ ମାସେ ଖଣ୍ଡେ ହେଇଗଲାଣି। ଆମର ଏଠି 10 ଜଣ କାରିଗର, ସମ୍ପୂର୍ଣ୍ଣ ଆଜ୍ଞା।